ମାଲକାନଗିରି ଜିଲ୍ଲା ଖଇରପୁଟ ସଦରର ସଫଳ ଭାବେ କ୍ୟାଫେ ଚଳାଇ ରୋଜଗାରକ୍ଷମ ହୋଇଛନ୍ତି ଅମିତା। ଖଇରପୁଟ ଅଞ୍ଚଳରେ ବିଭିନ୍ନ ଲୋକ ନିଜ କାମ ପାଇଁ ପଞ୍ଚାୟତ ସମିତିକୁ ଆସିଥାନ୍ତି, କିନ୍ତୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବଜାରଠାରୁ ଦୂରରେ ରହିଥିବାରୁ ଖାଦ୍ୟ ଟିକେ ପାଇବା ପାଇଁ ଲୋକମାନେ ବଜାର ଉପରେ ନିର୍ଭର କରୁଥିଲେ। ଏଭଳି ସମୟରେ ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ମିଶନ ଶକ୍ତିର କ୍ୟାଫେକୁ ପରିଚାଳନା ନିମନ୍ତେ 7 ଜୁଲାଇ 2025 ତାରିଖରୁ ଦାୟିତ୍ୱ ନେଲେ। ସେହିଦିନଠାରୁ 10 ଜଣ ମହିଳା ରୋଷେଇ କରି ଖାଦ୍ୟ ବିକିବା ଦ୍ୱାରା ଲୋକମାନେ ସୁବିଧାରେ ଖାଦ୍ୟ ପାଇପାରୁଛନ୍ତି। ଏହା ସହ ସେମାନେ ଗ୍ରାମ ପୋଖରୀରେ 3 ବର୍ଷ ହେଲା ମାଛ ଚାଷ କରି ବେଶ୍ ଲାଭବାନ ହୋଇ ଆସୁଛନ୍ତି। ଏଭଳି ଭାବରେ 10 ଜଣ ମହିଳା ନିଜ ଉଦ୍ୟମ ବଳରେ ପରିବାର ରୋଜଗାରରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। ଏହି ଗୋଷ୍ଠୀର ଆଗ୍ରହକୁ ଦେଖି ଜୀବିକା ମିଶନ ମଧ୍ୟ ସହଯୋଗ କରିଥିବା କଥା କହିଛନ୍ତି ଅମିତା। ମିଶନ କ୍ୟାଫେରେ 1,50,000 ଟଙ୍କା ବିନିଯୋଗ କରି ମାସିକ ପ୍ରାୟ 20,000 ରୁ 30,000 ଟଙ୍କା ଲାଭ ପାଉଥିବା କଥା ସେମାନେ କହିଛନ୍ତି। ମିଶନ ଶକ୍ତି ମାଧ୍ୟମରେ 4/8/2017 ମସିହାରେ 50,000 ଟଙ୍କା ଋଣ ପାଇ ମାଛ ଚାଷ ଆରମ୍ଭ କରିଥିବା ଏହି ଗୋଷ୍ଠୀ ଋଣ ପରିଶୋଧ କରି ପୁଣି ଥରେ 50,000 ଟଙ୍କା ସହଯୋଗ ପାଇଛନ୍ତି। ଅମିତା 10ମ ଶ୍ରେଣୀ ପଢ଼ିଥିବା ବେଳେ ଖଇରପୁଟରେ ବିବାହ କରି ମହିଳାମାନଙ୍କୁ ନେଇ ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଏହି ସଫଳତା ପାଇଛନ୍ତି। 10ଟି ପରିବାର ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଗୋଷ୍ଠୀ। ସରକାର ଯଦି ଅଧିକ ସାହାଯ୍ୟର ହାତ ବଢ଼ାଇବେ, କ୍ୟାଫେକୁ ଉନ୍ନତି କରି ଅଧିକ 2 ପଇସା ରୋଜଗାରକ୍ଷମ ହୋଇପାରିଥାନ୍ତି ବୋଲି କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ। ମାଲକାନଗିରି ଜିଲ୍ଲା ଖଇରପୁଟରୁ ସମା ଧାଙ୍ଗଡ଼ା ମାଝୀଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।